ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ। ହାତୀ ଘର ଭାଙ୍ଗିଲେ ଅନ୍ତର୍ଦେୟ ଗୃହ ଯୋଜନାରେ ନୂତନ ଗୃହ ଯୋଗାଇ ଦିଆଯିବ। ମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଝିଙ୍କ୍ରିଆ କଲ୍ୟାଣ ମଣ୍ଡପରେ ବେତନଟୀ ବନାଞ୍ଚଳ ଆନୁକୂଲ୍ୟରେ ତଥା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ହସ୍ତୀ ପରିଚାଳନା ଏବଂ ବନାଗ୍ନି ନିରାକରଣ ନିମନ୍ତେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବେତନଟୀ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋରଡ଼ା ବିଧାୟକ ତଥା ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଡିଏଫଓ ଏ ଉମା ମହେଶ, ଭାଜପା ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଏସିଏଫ ରବିନାରାୟଣ ମହାନ୍ତି ଓ ବିଜେପି ଉପସଭାପତି ପ୍ରଦୀପ ମହାନ୍ତି, ପରେଶ ମାହାନ୍ତ, ସମିତି ସଭ୍ୟ ସୁକୁଲ ମୁର୍ମୁ ସହିତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ପ୍ରମୁଖ ଯୋଗ ଦେଇଛନ୍ତି। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜଙ୍ଗଲ ଠିକ୍ ସମୟରେ ବର୍ଷା କରାଇ ଜଳବାୟୁକୁ ସନ୍ତୁଳନ ରଖିବା ସହିତ ତାପମାତ୍ରାକୁ ନିୟନ୍ତ୍ରିତ କରାଇଥାଏ। ତେଣୁ ଜଙ୍ଗଲରେ ନିଆଁ ନ ଲଗାଇ ତାକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ବୋଲି କହିଥିଲେ ମଞ୍ଚାସୀନ ଅତିଥିଗଣ। ସେହିପରି ହାତୀକୁ ସୁରକ୍ଷା ଦେବା ସହିତ ହାତୀ କବଳରୁ କିପରି ରକ୍ଷା କରି ନିଜ ଜୀବନ ବଞ୍ଚାଇବା ବାବଦରେ ଉପସ୍ଥିତ ଅଧିକାରୀ ଲୋକଙ୍କୁ ସଚେତନ କରାଇଥିଲେ ମନ୍ତ୍ରୀ ମହାପାତ୍ର। ସେହିପରି ଉକ୍ତ ତାଲିମ ପ୍ରଦାନ ଶିବିରରେ ମାଷ୍ଟର ଟ୍ରେନର ସୁବ୍ରତ କୁମାର ବିଶ୍ୱାଳ ଗଜସାଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଗଜସାଥୀ ହେଉଛନ୍ତି ମନୁଷ୍ୟ ଓ ହାତୀ ମଧ୍ୟରେ ଏକ ସମ୍ପର୍କର ସେତୁ। ହାତୀର ଚାଳିଚଳନ ପ୍ରକୃତି ବାବଦରେ ଅବଗତ କରାଇଥିଲେ ଶ୍ରୀ ବିଶ୍ୱାଳ। ସେହିପରି ଜଙ୍ଗଲରେ ନିଆଁ ନ ଲଗାଇଲେ 3 ବର୍ଷ ଜେଲ ସହିତ 25,000 ଟଙ୍କା ଜରିମାନା ଉପସ୍ଥିତ ସଦସ୍ୟଙ୍କୁ ସମସ୍ତଙ୍କୁ ଅବଗତ କରାଇଥିଲେ। ଶେଷରେ ଗଜସାଥୀମାନଙ୍କୁ ନୂତନ ୟୁନିଫର୍ମ, ଟର୍ଚ୍ଚ ଲାଇଟ, ଟୋପି ପ୍ରଦାନ କରାଯାଇଥିଲା। ତେବେ ହାତୀ ଯଦି କାହାରି ଆଂଶିକ ଘର ହେଉ କି ସମ୍ପୂର୍ଣ୍ଣ ଘର ଭାଙ୍ଗିଦିଏ ତେବେ ଅନ୍ତର୍ଦେୟ ଗୃହ ଯୋଜନାରେ ନୂତନ ଗୃହ ଯୋଗାଇ ଦେବା ସହିତ ଗଜସାଥୀଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ପ୍ରସ୍ତାବ ଦେବା କଥା କହିଛନ୍ତି ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବେତନଟୀ ରେଞ୍ଜର ମନୋହର ଖାଁ, ଫରେଷ୍ଟର ଦୀପକ ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ଦାସ ଏବଂ ଅନ୍ୟ ବନ ବିଭାଗ କର୍ମଚାରୀ। ତେବେ ଏନେଇ କ'ଣ କହୁଛନ୍ତି ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ। ଯେ ହାତୀ ମଧ୍ୟ ଘର ଭାଙ୍ଗିଦେଲେ ଆମେ ତାକୁ ଅନ୍ତର୍ଦେୟ ଗୃହ ଯୋଜନାରେ ଘର ଯୋଗାଇ ଦେବା। ଆସିବ ଆମେ ଯାହା ଘର ଭାଙ୍ଗିବ, ମୁଁ ତ କହିବି ଯାହା ଘର ଟିକେ ବି ଭାଙ୍ଗୁଛି ତାକୁ ଆମେ ପୁରା ଘର ଦେଇଦେବା। କାହିଁକି ନା ଘର କାହାର ଭାଙ୍ଗୁଛି? ଯାହାର ଘର ଭଙ୍ଗା ଭଳିଆ ହେଇଥିବ ତାରି ଘର ଭାଙ୍ଗୁଛି, ପକ୍କା ଘରଟା କେବେ ଭାଙ୍ଗି ପାରିବ କି? ତେଣୁ ସେ ଯୋଉ ପାଇବା ଯୋଗ୍ୟ ତାକୁ ଏମାନେ ବଞ୍ଚିତ କରିଛନ୍ତି ଘର ପାଇବାରୁ। ତେଣୁ ତାକୁ ମଧ୍ୟ ଏ ଅନ୍ତର୍ଦେୟ ଯୋଜନା ଯୋଉ ସରକାର ମୋହନ ମାଝୀଙ୍କ ସରକାର, ଆମ ସରକାର, ଲୋକମାନଙ୍କ ସରକାର କରିଛନ୍ତି, ଏ ସରକାରରେ ତାକୁ ମଧ୍ୟ ଗୃହ ସମ୍ପୂର୍ଣ୍ଣ ଯୋଗାଇ ଦିଆଯିବ। ये जो गजसाथी कार्यक्रम थिला कौन कहिबे? गजसाथी मानकर ट्रेनिंग कैंप थिला। गजसाथी माने हाथी मानकर साथी हिसाब से काम करेंगे, लोकंकर अवेयरनेस करेंगे, लोकंकर धन जीवन विशेषकर जीवन केमती नष्ट न हो प्रति अधिक गुरुत्व देवे और से समस्त प्रकार सुविधा से मोटरसाइकिल यूज करेंगे। ड्रेस कोड दिहूँ, ड्रेस दिहूँ, लाइट दिहूँ, पानी बटल गोटे दिहूँ, व्यवस्था जहाँ धन नष्ट हेले आम सरकार बर्तमान नूतन सरकार सब धन दवाई प्रस्तुत अच्छा। जीवन नष्ट हेले भी पैसा दिया कि जीवन आ फेरी पार। तेणु से सबुठ अधिक सचेतन रही केमती अवेयरनेस करेंगे, गाँ गाँव में बुलिकी लोक जनइबे हाथी अंचल अच्छी ये विभिन्न प्रकार ट्रेनिंग ट्रेनिंग दिखाई से माने केमती हाथी मानकर जदि धरे जो घर भांगीदेला एवं आम सरकार ओडिशा सरकार नूतन भाव में अंत्योदय गृह योजन हाथी माने जो घर भांगुवे से घर देदेवार व्यवस्था आम करुचु। घर संपूर्ण पाइबे और आर्थिक सहायता जार जहाँ नष्ट हो धान हो चाउल हो जहाँ नष्ट हो तार प्राप्य से पाई पारे। तेणु केवल बर्तमान अधिक सचेतन होगी हाथी मैंने आसुच्च कहीं आम हाथी को घर नष्ट कर जंगल को नष्ट करुचु, गछ काटी दौचु। आपण देखुवे चिरा कड़ा भाग थे मारिकी
छालको धरिक बुलूँ ये जो अपकर्म मनीष करुद्वारा आमको भोग करा किसी जन कुकर्म कर कर्मर फल सब मनीष समाज को पड़ुଛି तेणु ये क्षांत रुहतु बोली ये ट्रेनिंग आमर भाई मैंने जो गज साथी अच्छा एमाने अवेयरनेस लोक करेंगे जंगल नष्ट न करूँ जंगल में प्रवेश न करूँ जंगल जीवजंतु न मारतु एवं जो हाथी मैंने आसुच्च से केमी जत्नर सहित घर को फेर दि गज साथी को जो इन्शुरेंस कथा कहते आम ओडिशा सरकार रे प्रस्ताव देवु केमती इंश्योरेंस कवर कर।